ତୁଳା ରାଶି ବ୍ୟକ୍ତିମାନଙ୍କର ଜୀବନ ବଦଳିବାକୁ ଯାଉଅଛି, କାରଣ ଜୁନ୍ ମାସରେ ଶନିଦେବ ହୋଇଯିବେ ବକ୍ରୀ। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟିରେ ଜାଣିବା ତୁଳା ରାଶି ବ୍ୟକ୍ତିମାନଙ୍କର ଜୀବନରେ କେଉଁ ପରିବର୍ତ୍ତନ ଆସିବାକୁ ଯାଉଅଛି। କାରଣ ଜୁନ୍ ମାସରେ ଶନିଦେବ ମାର୍ଗୀରୁ ବକ୍ରୀ ହୋଇଯିବେ। ଆଉ ଯେବେ ଶନିଦେବ ବକ୍ରୀ ହୋଇଯିବେ, ତେବେ ତୁଳା ରାଶି ବ୍ୟକ୍ତିମାନଙ୍କର ଜୀବନରେ କେଉଁ ସବୁ ପରିବର୍ତ୍ତନ ଆସିବ, ମୁଁ ଆପଣମାନଙ୍କୁ ଏ ଭିଡ଼ିଓଟିରେ ସମ୍ପୂର୍ଣ୍ଣ ବିଷୟରେ ଜଣାଇବାକୁ ଚେଷ୍ଟା କରିବି ଏବଂ ଗୁରୁଙ୍କର ବିଷୟରେ ମଧ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ବିଷୟରେ ଜାଣିବା। କାରଣ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରି ଆପଣଙ୍କର ଅଷ୍ଟମ ହାଉସରେ ବିରାଜମାନ ଅଛନ୍ତି। ଆଉ ଦେବଗୁରୁ ବୃହସ୍ପତି ଅଷ୍ଟମ ଘରେ ବିରାଜମାନ ରହିକି ଆପଣଙ୍କୁ କି ପ୍ରକାରର ଫଳ ଦେବେ ତାହା ମଧ୍ୟ ଜାଣିବା। ଏବଂ ରାହୁ ଆପଣଙ୍କର ସିକ୍ସଥ ହାଉସରେ ବିରାଜମାନ ରହିକି ଆପଣଙ୍କୁ କି ପ୍ରକାରର ଫଳ ଦେବେ, ରାହୁଙ୍କ ବିଷୟରେ ମଧ୍ୟ କିଛି ମହତ୍ତ୍ୱପୂର୍ଣ୍ଣ କଥା ଜାଣିବା। ଆଉ କେତୁଙ୍କ ବିଷୟରେ ମଧ୍ୟ କିଛି କଥା ଜାଣିବା, କାରଣ କେତୁ ଆପଣଙ୍କର ଦ୍ୱାଦଶ ଘରେ ବିରାଜମାନ ରହିବେ। ପ୍ରିୟ ଦର୍ଶକ ବନ୍ଧୁ, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଛୋଟିଆ ଅନୁରୋଧ ଯେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଏବେ ଚାଲନ୍ତୁ ଦର୍ଶକ ବନ୍ଧୁ, ତୁଳା ରାଶି ବ୍ୟକ୍ତିମାନଙ୍କର ଜୀବନରେ କେଉଁ ସବୁ ଘଟଣା ଘଟିବାକୁ ଯାଉଅଛି ଏହି ଭିଡ଼ିଓଟିରେ ସମ୍ପୂର୍ଣ୍ଣ ବିଷୟରେ ଜାଣିନେବା। ଏହି କାର୍ଯ୍ୟକ୍ରମ ଜନ୍ମରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତୁଳା ରାଶିର ବ୍ୟକ୍ତିମାନେ ଧ୍ୟାନ ଦେଇକି ଶୁଣନ୍ତୁ। ଆପଣଙ୍କର ରାଶିରେ କେତୁ 12 ନମ୍ବର ଘରେ ରହିବେ ଏବଂ ରାହୁ 6 ନମ୍ବର ଘରେ ବିରାଜମାନ ରହିବେ। ଆଉ ଶନିଦେବ ବିରାଜମାନ ରହିବେ ଆପଣଙ୍କର ପଞ୍ଚମ ଘରେ। ପ୍ରଥମେ ଜାଣିବା ଶନିଦେବଙ୍କ ବିଷୟରେ, କାରଣ ଶନିଦେବ ଜୁନ୍ ମାସରେ ହୋଇଯିବେ ବକ୍ରୀ। ଆଉ ଜୁନ୍ ମାସଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଶନିଦେବ ତୁଳା ରାଶି ବ୍ୟକ୍ତିମାନଙ୍କର ଜୀବନରେ କେଉଁ ସବୁ ପରିବର୍ତ୍ତନ କରିବେ। ଶନିଦେବ ଆପଣଙ୍କର ରାଶିରେ ପଞ୍ଚମ ହାଉସରେ ବିରାଜମାନ ରହିକି 3 ନମ୍ବର ଘର ଏବଂ ଏକାଦଶ ଘରକୁ ଦୃଷ୍ଟି ଦେଉଛନ୍ତି ଏବଂ ଆପଣଙ୍କର 2 ନମ୍ବର ଘରକୁ ମଧ୍ୟ ଶନିଦେବ ଦୃଷ୍ଟି ଦେଉଛନ୍ତି। ଆଉ ଗୋଟିଏ କଥା ଧ୍ୟାନ ରଖନ୍ତୁ, ଯେବେ ଶନିଦେବ ହୋଇଯିବେ ଜୁନ୍ ମାସରେ ବକ୍ରୀ, ତେବେ ଆପଣଙ୍କୁ 4th ହାଉସର ଫଳ ମଧ୍ୟ ଦେବେ। ଯେଉଁ ତୁଳା ରାଶିର ବ୍ୟକ୍ତି ପ୍ରପର୍ଟି ସହ ଜଡ଼ିତ କାର୍ଯ୍ୟ କରିବାକୁ ଚାହୁଁଥିଲେ କିମ୍ବା ବହୁତ ଦିନ ଧରି ଘର ବନାଇବାକୁ ଚାହୁଁଥିଲେ କିନ୍ତୁ କରିପାରୁନଥିଲେ, ସେହି ତୁଳା ରାଶିର ବ୍ୟକ୍ତିମାନେ ଜୁନ୍ ମାସଠାରୁ ନଭେମ୍ବର ମାସ ଭିତରେ ଘର ନିର୍ମାଣ କାର୍ଯ୍ୟ କିମ୍ବା ପ୍ରପର୍ଟି ସହ ଜଡ଼ିତ କାର୍ଯ୍ୟ ଆରମ୍ଭ କରିପାରନ୍ତି ଏବଂ ଲୁହା ସହ ଜଡ଼ିତ କାର୍ଯ୍ୟ ମଧ୍ୟ ଆପଣମାନେ ଆରମ୍ଭ କରିପାରନ୍ତି। ଆଉ ମେସିନ୍ ସହ ଜଡ଼ିତ କାର୍ଯ୍ୟ ମଧ୍ୟ ଆପଣମାନେ କରିପାରନ୍ତି ଏବଂ ଜୁନ୍ ମାସ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଆପଣ ଇଲେକ୍ଟ୍ରି ସାମଗ୍ରୀ ବେପାର ବିଜନେସ୍ କରିପାରନ୍ତି, ଏମିତି ଦେଖାଯାଉଅଛି। କିନ୍ତୁ ଆପଣ ଗୋଟିଏ କଥା ଧ୍ୟାନ ରଖନ୍ତୁ, ଯେବେ ଶନିଦେବ ହୋଇଯିବେ ବକ୍ରୀ, ଆପଣ ଅଫିସରେ ହେଉ କିମ୍ବା କୌଣସି ଜାଗାରେ ହେଉ କୌଣସି ବ୍ୟକ୍ତିଙ୍କ ସହିତ କଳି ଝଗଡ଼ା ଜମା ମଧ୍ୟ କରନ୍ତୁ ନାହିଁ, ନହେଲେ ଛୋଟ ସମସ୍ୟା ମଧ୍ୟ ଆପଣଙ୍କ ପାଇଁ ବହୁତ ବଡ଼ ହୋଇଯିବ। ବିଶେଷ କରି ଏହି କଥାକୁ ତୁଳା ରାଶିର ବ୍ୟକ୍ତିମାନେ ଧ୍ୟାନରେ ରଖନ୍ତୁ। ଆଉ ଶନି ଆପଣଙ୍କର ରାଶିରେ ମୂଳ ତ୍ରିକୋଣରେ ବସିଛନ୍ତି। ଆଉ ଶନିଦେବ ଆପଣଙ୍କୁ ପଞ୍ଚମ ଘରର ରିଜଲ୍ଟ ମଧ୍ୟ ଦେବେ। ଆଉ ଶନିଦେବ ପଞ୍ଚମ ଘରେ ଦୃଷ୍ଟି ଦେବା ହେତୁ ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଷ୍ଟ୍ରଙ୍ଗ ବନାଇବେ। ମାନେ ବିଦ୍ୟାର୍ଥୀମାନଙ୍କ ପାଇଁ ଶନିଦେବଙ୍କର ବହୁତ ଶୁଭ ଦୃଷ୍ଟି ରହିବ। ତା ସହିତ ଶନିଦେବ ଆପଣଙ୍କର ସନ୍ତାନମାନଙ୍କୁ ମଧ୍ୟ ପୁରା ମଜବୁତ ବନାଇବେ ଏବଂ ବିଦ୍ୟାର୍ଥୀମାନଙ୍କର ମାଇଣ୍ଡକୁ ପୁରା ଆକ୍ଟିଭ କରିବେ ଶନିଦେବ। ଆଉ ଶନି ଆପଣଙ୍କର ସପ୍ତମ ହାଉସରେ ଦୃଷ୍ଟି ଦେବା ହେତୁ ଆପଣଙ୍କର ଲାଇଫ୍ ପାର୍ଟନରକୁ ପୁରା ଜିଦ୍ଦି ବନାଇବେ ଏବଂ ଶନି ଆପଣଙ୍କର ସେକେଣ୍ଡ ହାଉସରେ ଦୃଷ୍ଟି ଦେବା ହେତୁ ଆପଣଙ୍କର ବାଣୀ କଣ୍ଟ୍ରୋଲରେ ରହିବ ନାହିଁ। ଏହି କାରଣରୁ ଆପଣଙ୍କର ମ୍ୟାରେଜ ଲାଇଫରେ ଆଉ ଆପଣଙ୍କର ଲଭ୍ ଲାଇଫରେ ଶନିଦେବ କଳି ଝଗଡ଼ା ସୃଷ୍ଟି କରିବେ। ଏହି କଥାକୁ ଧ୍ୟାନରେ ରଖନ୍ତୁ ତୁଳା ରାଶିର ବ୍ୟକ୍ତିବିଶେଷମାନେ। ସେଥିପାଇଁ ତୁଳା ରାଶିର ବ୍ୟକ୍ତିମାନେ ଆପଣଙ୍କର ବାଣୀକୁ ଟିକେ କଣ୍ଟ୍ରୋଲରେ ରଖନ୍ତୁ, ନହେଲେ ଆପଣଙ୍କର ମ୍ୟାରେଜ ଲାଇଫ୍ ଏବଂ ଲଭ୍ ଲାଇଫରେ ପ୍ରୋବ୍ଲେମ୍ ସୃଷ୍ଟି ହେବ। ଏବେ ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତିଙ୍କ ବିଷୟରେ। ଆଉ ଗୁରୁ 1 ମଇ 2024କୁ ରାଶି ପରିବର୍ତ୍ତନ କରିଛନ୍ତି, କିନ୍ତୁ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ହାଉସରେ ବିରାଜମାନ ଅଛନ୍ତି। କିଛି ତୁଳା ରାଶିର ବ୍ୟକ୍ତିମାନଙ୍କର ଜୀବନରେ ପ୍ରୋବ୍ଲେମ୍ ସୃଷ୍ଟି ହେଉଥିଲା, କାରଣ ଗୁରୁ 6th ଲର୍ଡ଼ ସପ୍ତମ ହାଉସରେ ବିରାଜମାନ କରିଥିଲେ। ଏହି କାରଣରୁ ଆପଣଙ୍କର ମ୍ୟାରେଜ ଲାଇଫରେ କିଛି ନା କିଛି ସମସ୍ୟା ଲାଗିକି ରହୁଥିଲା। କିନ୍ତୁ ଗୁରୁ ଅଷ୍ଟମ ହାଉସରେ ବସିକି ବିପରୀତ ରାଜଯୋଗ ବନାଉଛନ୍ତି। ବିପରୀତ ରାଜଯୋଗର ମାନେ କ'ଣ ଆପଣମାନଙ୍କୁ ମୁଁ ବୁଝେଇ ଦେଉଛି।
ବିପରୀତ ରାଜଯୋଗର ମାନେ ହେଉଅଛି ଆପଣ ଯେତେ ବଡ଼ ସମସ୍ୟାରେ ଫସି ଥାଆନ୍ତୁ ନା କାହିଁକି, ଦେବଗୁରୁ ବୃହସ୍ପତି ଆପଣଙ୍କୁ ସେ ସମସ୍ୟାରୁ ଆପଣଙ୍କୁ ମୁକ୍ତି କରିବେ। ଯଦି କୌଣସି ବି ତୁଳାରାଶିର ବ୍ୟକ୍ତିମାନେ ବହୁତ ବଡ଼ ସମସ୍ୟାରେ ଫସିକି ବାହାରି ପାରୁନଥିଲେ, କୋର୍ଟ କଚେରୀ ସମସ୍ୟା ହେଉ, କଳି ଝଗଡ଼ା ସମସ୍ୟା ହେଉ, କିମ୍ବା ଋଣ କରଜର ସମସ୍ୟା ହେଉ, କିମ୍ବା ଘର ପରିବାରର ସମସ୍ୟା ହେଉ, କିମ୍ବା ଜମିନ ଜାଇଦାଦ ସମସ୍ୟାରେ ହେଉ, ଏସବୁ ସମସ୍ୟାରେ ଫସିକି ରହିଥିବା ତୁଳାରାଶିର ବ୍ୟକ୍ତିମାନଙ୍କୁ ଦେବଗୁରୁ ବୃହସ୍ପତି ମୁକ୍ତି କରିବାକୁ ଯାଉଛନ୍ତି। କାରଣ ଗୁରୁ ଅଷ୍ଟମ ଘରେ ବସିକି ବିପରୀତ ରାଜଯୋଗ ବନେଇବେ। ଆପଣ ଯେତେ ବଡ଼ ସମସ୍ୟାରେ ଫସି ଥାଆନ୍ତୁ ନା କାହିଁକି, ଗୁରୁ ଆପଣଙ୍କୁ ନିଶ୍ଚିନ୍ତ ମୁକ୍ତି କରିବେ। କିନ୍ତୁ ଗୋଟିଏ କଥା ଧ୍ୟାନ ରଖନ୍ତୁ, ଗୁରୁଙ୍କର ପଞ୍ଚମ ଦୃଷ୍ଟି ଆପଣଙ୍କର 12 ନମ୍ବର ଘରେ ପଡ଼ିବ। ଆଉ ଆପଣଙ୍କର 12 ନମ୍ବର ଘରେ ବସିଛନ୍ତି କେତୁ। ଗୁରୁଙ୍କର ଦୃଷ୍ଟି 12 ନମ୍ବର ଘରେ ପଡ଼ିବା ହେତୁ ଏବଂ କେତୁ ମଧ୍ୟ 12 ନମ୍ବର ଘରେ ବିରାଜମାନ ରହିବା ହେତୁ କିଛି ତୁଳାରାଶିର ବ୍ୟକ୍ତିମାନଙ୍କର ଜୀବନରେ ଏହି ଘଟଣା ଘଟିବ। ସେ ଘଟଣାଟି ହେଉଅଛି, କିଛି ତୁଳାରାଶିର ବ୍ୟକ୍ତିମାନେ ଘର ପରିବାର ଏବଂ ସମସ୍ତଙ୍କୁ ଛାଡ଼ିକି ନିରୋଳାରେ ଯାଇକି ବଞ୍ଚିବାକୁ ପସନ୍ଦ କରନ୍ତି ଏବଂ ସେ ବ୍ୟକ୍ତିମାନଙ୍କୁ ଯେତେ ଯାହା କହିଲେ ମଧ୍ୟ ସେମାନଙ୍କୁ କିଛି ଫରକ ପଡ଼ିବ ନାହିଁ। ସେମାନେ ସବୁକିଛି ଭୁଲିକି ଲାଇଫରେ ଏନ୍ଜୟ କରିବାକୁ ପସନ୍ଦ କରନ୍ତି। କାହାରି କଥାକୁ ମଧ୍ୟ ସେମାନେ ମୁଣ୍ଡରେ ପଶାନ୍ତି ନାହିଁ। ନିଜ ଲାଇଫକୁ ନିଜ ଇଚ୍ଛାରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଆଉ ଏସବୁ ଘଟଣା ତୁଳାରାଶିର ବ୍ୟକ୍ତିମାନଙ୍କର ଜୀବନରେ ଘଟିବ କେତୁ 12 ନମ୍ବର ଘରେ ବିରାଜମାନ ରହିବା ହେତୁ, ତା ସହିତ ଗୁରୁଙ୍କର ଦୃଷ୍ଟି ମଧ୍ୟ 12 ନମ୍ବର ଘରେ ପଡ଼ିବା ହେତୁ। ଆଉ ଗୋଟିଏ ଭଲ କଥା ହେଲା, ଏହି ସମୟରେ ଧାର୍ମିକ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭ ରହିଥାଏ। ଯେଉଁ ବି ତୁଳାରାଶିର ବ୍ୟକ୍ତିମାନେ ଧାର୍ମିକ ଯାତ୍ରା କରିବାକୁ ଚାହୁଁଛନ୍ତି, ସେ ବ୍ୟକ୍ତିମାନଙ୍କ ପାଇଁ ତ ବହୁତ ଶୁଭ ସମୟ ରହିବ। କିନ୍ତୁ 12 ନମ୍ବର ଘରେ କେତୁ ବିରାଜମାନ ରହିବା ହେତୁ ଆଉ ଗୁରୁଙ୍କର ଦୃଷ୍ଟି ମଧ୍ୟ 12 ନମ୍ବର ଘରେ ପଡ଼ିବା ହେତୁ ଆପଣ ବହୁତ ଧନ ଖର୍ଚ୍ଚ କରିପାରନ୍ତି। ଏତେ ଟଙ୍କା ମୋର ଖର୍ଚ୍ଚ ହେଲା କେମିତି ବୋଲି ଧନ ଖର୍ଚ୍ଚ କରିସାରିଲା ପରେ ଆପଣ ଟଙ୍କାର ମୂଲ୍ୟ ବୁଝିପାରନ୍ତି। ଆଉ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ସେକେଣ୍ଡ ହାଉସ୍ ଏବଂ ଫୋର୍ଥ ହାଉସ୍ରେ ପଡ଼ିବା ହେତୁ, ସେକେଣ୍ଡ ହାଉସ୍ରେ ଗୁରୁଙ୍କର ଦୃଷ୍ଟି ରହିବା ହେତୁ ଆପଣ କଥାବାର୍ତ୍ତା କରିବା ସମୟରେ ପୁରା ଭାବି ଚିନ୍ତିକି କଥାବାର୍ତ୍ତା କରିବେ। ଆଉ ପ୍ରଥମରେ ମୁଁ କହିଛି, ଶନିଦେବଙ୍କର ଦୃଷ୍ଟି ମଧ୍ୟ ସେକେଣ୍ଡ ହାଉସ୍ରେ ରହିବ। ଆଉ ଶନିଦେବ ଆପଣଙ୍କର ବାଣୀକୁ ବିଗାଡ଼ିବେ, କିନ୍ତୁ ଗୁରୁ ଆପଣଙ୍କର ବାଣୀକୁ ପୁରା ସୁଧାରି ଦେବେ। କହିବାକୁ ଗଲେ ଶନି ଆପଣଙ୍କର କଥାବାର୍ତ୍ତାକୁ ବିଗାଡ଼ିଲେ, ଗୁରୁ ଆପଣଙ୍କର କଥାବାର୍ତ୍ତାକୁ ସୁଧାରିବାକୁ ଚେଷ୍ଟା କରିବେ। ଯଦି ଆପଣଙ୍କର ମ୍ୟାରେଜ୍ ଲାଇଫ୍ ଏବଂ ଲଭ୍ ଲାଇଫ୍ରେ କଳି ଝଗଡ଼ା ସୃଷ୍ଟି ହୁଏ, ତାହେଲେ ଗୁରୁ ସେ କଳି ଝଗଡ଼ାକୁ ସୁଧାରିବାକୁ ଚେଷ୍ଟା କରିବେ। ଆଉ ଗୋଟେ ଖୁସିର କଥା ହେଲା, ଆପଣଙ୍କର ଫ୍ୟାମିଲିରେ ଆପଣମାନେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। କାରଣ ଶନି ବିରାଜମାନ ରହିବେ ପଞ୍ଚମରେ, ଆଉ ଗୁରୁଙ୍କର ଦୃଷ୍ଟି ରହିବ ସେକେଣ୍ଡ ହାଉସ୍ରେ। ଆଉ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଫୋର୍ଥ ହାଉସ୍ରେ ମଧ୍ୟ ରହିବ। ଆଉ ଗୁରୁ ଯେଉଁ ଘରରେ ଦୃଷ୍ଟି ଦେଇଥାନ୍ତି, ସେ ଘରକୁ ଶୁଭ ବନେଇଥାନ୍ତି। ଆଉ ଦେବଗୁରୁ ବୃହସ୍ପତି ଆପଣଙ୍କର ଫୋର୍ଥ ହାଉସ୍ରେ ଦୃଷ୍ଟି ଦେବା ହେତୁ ଆପଣଙ୍କର ମାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଧୀରେ ଧୀରେ ଠିକ୍ ହେବାକୁ ଲାଗିବ। ଆଉ ଗୋଟିଏ କଥା ଜାଣି ରଖନ୍ତୁ, ଫୋର୍ଥ ହାଉସ୍ ହୋଇଥାଏ ସୁଖ ସୁବିଧା ପାଇଁ। ଆଉ ଫୋର୍ଥ ହାଉସ୍ରେ ଗୁରୁଙ୍କର ଦୃଷ୍ଟି ରହିବା ହେତୁ ଆପଣଙ୍କର ଲାଇଫରେ ଆପଣମାନେ ସୁଖ ସୁବିଧା ଅନୁଭବ କରିପାରିବେ। ଆଉ ଗୋଟିଏ କଥା ଜାଣି ରଖନ୍ତୁ, ଗୁରୁ ଥାର୍ଡ଼ ଲର୍ଡ଼ ହେଇକିନା ଅଷ୍ଟମ ହାଉସ୍ରେ ବିରାଜମାନ ରହିବା ହେତୁ ଆପଣଙ୍କୁ ଦିନେ ଦିନେ କାମ କରିବାକୁ ଜମା ମଧ୍ୟ ମନ ଲାଗିବ ନାହିଁ। ଆପଣଙ୍କୁ ଯେତେ ଯାହା କହିଲେ ମଧ୍ୟ ଦିନେ ଦିନେ ଆପଣ କାମ କାର୍ଯ୍ୟ କରିବାକୁ ପୁରା ଲେଜି ହେଇଯିବେ। ତୁଳାରାଶିର ବ୍ୟକ୍ତିମାନେ ଯଦି ଆପଣଙ୍କର ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି, ତାହେଲେ ଏହି ପ୍ରତିକାରକୁ ପ୍ରତ୍ୟେକ ଦିନ ପାଳନ କରନ୍ତୁ। ଆପଣ ପ୍ରତ୍ୟେକ ଦିନ ଶୁକ୍ରଦେବଙ୍କର ବୀଜମନ୍ତ୍ର ଜପ କରନ୍ତୁ। ଓମ୍ ଦ୍ରାମ୍ ଦ୍ରିମ୍ ଦ୍ରମ୍ ସ ଶୁକ୍ରାୟ ନମଃ। ଏହି ମନ୍ତ୍ରକୁ ପ୍ରତ୍ୟେକ ଦିନ 108 ଥର ଜପ କରନ୍ତୁ ଏବଂ ପ୍ରତ୍ୟେକ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଲଡ଼ୁ ଭୋଗ ଚଢ଼ାନ୍ତୁ। ତୁଳାରାଶିର ବ୍ୟକ୍ତିମାନେ ଏସବୁ ପ୍ରତିକାରକୁ ପାଳନ କରିବା ଦ୍ୱାରା ଆପଣଙ୍କର ଜୀବନରେ ଆସୁଥିବା ପ୍ରତ୍ୟେକ ଦୁଃଖ କଷ୍ଟ ଦୂର ହୋଇଯିବ। ପ୍ରିୟ ଦର୍ଶକ ବନ୍ଧୁ, ଏଥିଲା ତୁଳାରାଶିର କିଛି ମହତ୍ତ୍ୱପୂର୍ଣ୍ଣ ଭବିଷ୍ୟବାଣୀ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ପସନ୍ଦ ଲାଗିଥାଏ, ତାହେଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀ ଗଣପତି ବାବା ଅବଶ୍ୟ ଲେଖନ୍ତୁ। ଭଗବାନ ଗଣେଶଙ୍କର କୃପା ହେଲେ ଆପଣଙ୍କର ପ୍ରତ୍ୟେକ ଦୁଃଖ କଷ୍ଟ ଦୂର କରିବେ। ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ
ଏବଂ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ଭିଡ଼ିଓ ସର୍ବପ୍ରଥମେ ଆପଣମାନେ ପାଇପାରିବେ।